ଛୋଟର ଆଦର କରିଥାଏ ଛୋଟ, ବଡ଼ର ଆଦର ବଡ଼। ଛୋଟର ଆଦର କରିଥାଏ ଛୋଟ, ବଡ଼ର ଆଦର ବଡ଼। ଫୁଟିଥିଲା ଫୁଲ ସଙ୍ଗେ ସରିକିବା, ହେବ କେବେ ଫୁଲ କଢ଼। ବଡ଼ ହୁଏ ଯଦି ପୂର୍ଣ୍ଣ ଚନ୍ଦ୍ର ପରି, ଆଉ ନ ପାରିବ ବଢ଼ି। ଫୁଟିଲା ଫୁଲ କି ଫୁଟେ ଆଉ ଥରେ, ଫୁଟେ ସିନା ଫୁଲ କଢ଼ି। ଧନ୍ୟବାଦ। ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, ଓଡ଼ିଆ ସାହିତ୍ୟର ଶବ୍ଦ ସରସ୍ୱତୀ, ପ୍ରଚଣ୍ଡ ପ୍ରତିଭା, ବିପ୍ଳବର ଅଗ୍ନିର୍ବାଣ ଅଗ୍ନିଶିଖା, ଚିତ୍ତାକର୍ଷକ ବ୍ୟକ୍ତିତ୍ୱ, ଯାହାଙ୍କ କବିତାରେ ଓଡ଼ିଆ ପ୍ରୀତି, ଓଡ଼ିଆ ଭାଷା ପ୍ରୀତି, ଓଡ଼ିଆ ସାହିତ୍ୟ ପ୍ରତି ଅନୁପମ ପ୍ରୀତି ପରିଲକ୍ଷିତ ହୋଇଥାଏ। ଏହି ମହିୟସୀ ମହିଳାଙ୍କର ଜନ୍ମ ହୁଏ 1901 ମସିହା ଫେବୃଆରୀ ମାସ 8 ତାରିଖ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଗଡ଼ଜାତ ବସ୍ତର ଅଞ୍ଚଳରେ। ଜୀବନରେ ମୋଟେ 38ଟି ବସନ୍ତକୁ ଅତିକ୍ରମ କରିଥିବା ଏହି ସରସ୍ୱତୀ ପୁତ୍ରୀଙ୍କର ହଠାତ୍ ଜୀବନଦୀପ ନିର୍ବାପିତ ହୋଇଯାଇଥିଲା 1938 ମସିହାରେ। ଓଡ଼ିଆ ସାହିତ୍ୟର ଏହି ମହୁଝରା, ମଧୁଝରା ତଥା ଚପଳା ଛନ୍ଦା ସୁବାସିତ ସୁମନ ଅକାଳରେ ମଉଳି ଯାଇଥିଲା। କିନ୍ତୁ ତାଙ୍କ ଲେଖନୀ ଥିଲା ଅଜସ୍ରସ୍ରାବୀ। ଆଉ ତାଙ୍କ ଲେଖନୀ ମନରୁ ନିଃସୃତ ହୋଇଥିବା ସେ କବିତା ଗୁଡ଼ିକ, ଯାହା ଆମେ କହୁଛେ ଉଚ୍ଛ୍ୱାସ, ସ୍ଫୁଲିଙ୍ଗ, ଅର୍ଚ୍ଚନା, ଅଞ୍ଜଳି ଇତ୍ୟାଦି, ଯେଉଁ କବିତା ନିଶ୍ଚିତ ଭାବରେ ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ନୂଆ ଉନ୍ମାଦନା ଭରିଦିଏ। ଆଜି ସେହି ମହିୟସୀ ନାରୀ କବିଙ୍କର କବିତା ଅର୍ଚ୍ଚନା କବିତାର ଏକ ଅଂଶବିଶେଷ, କ୍ଷୁଦ୍ର କବିତା ବିଶେଷ, ଯାହା କୁହାଯାଏ ଛୋଟ ବଡ଼, ଏକ ଜୀବନବାଦୀ କବିତା, ଏକ ମାନବବାଦୀ କବିତା, ଏକ ଜୀବନବାଦୀ କବିତା, ଏକ ପରିପୂର୍ଣ୍ଣ ଆଶାବାଦର କବିତା। ଛୋଟ ବଡ଼ କିଭଳି ଭାବରେ ଯାହା କ୍ଷୁଦ୍ର ତାହାଠାରେ ଅପୂର୍ବ ସମ୍ଭାବନା ସୃଷ୍ଟି ହୁଏ ଏବଂ ଭବିଷ୍ୟତର ପଥ ପରିଷ୍କାର ହୋଇଯାଏ, ଏହି କବିତାରେ ସୁନ୍ଦର ଭାବରେ ତା'ର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଦିଆଯାଇଛି। ଯେଉଁ କବିତାକୁ ପାଠ କଲେ ନିଶ୍ଚିତ ଭାବରେ ମନରେ ଆଶାବାଦ ଜନ୍ମିଥାଏ। ଆସନ୍ତୁ ଆଲୋଚନା କରିବା ସେ କବିତାକୁ, ଯାହା କୁହାଯାଇଛି ଛୋଟର ଆଦର କରିଥାଏ ଛୋଟ, ବଡ଼ର ଆଦର ବଡ଼। ଫୁଟିଥିଲା ଫୁଲ ସଙ୍ଗେ ସରିକିବା, ହେବ କେବେ ଫୁଲ କଢ଼। ବାସ୍ତବିକ ଏହା ଦୁନିଆର ଚିରନ୍ତନ ନିୟମ, ଚିରନ୍ତନ ସତ୍ୟ, ଯାହାକୁ ଆମେ କହୁଛେ ୟୁନିଭର୍ସାଲ ଟ୍ରୁଥ୍। ଛୋଟର ଆଦର ଛୋଟ ହିଁ କରିପାରେ। ଜଣେ ଦୁଃଖୀ ଲୋକର ମନ କଥା ବୁଝିପାରେ। ଜଣେ ଭିକ୍ଷାସୀ ଆଉ ଜଣେ ଭିକ୍ଷାକାରୀର ମନ କଥା ବୁଝିପାରେ। ଭୋକିଲା ପେଟ ହିଁ ଭୋକିଲାର କଥା ବୁଝିଥାଏ। ଏଇଭଳି ଭାବରେ ବଡ଼ ବି ବଡ଼କୁ ଆଦର କରିଥାଏ। ଏ ସଂସାରରେ ସମସ୍ତେ ନିଜ ସମାସ୍କନ୍ଦକୁ ହିଁ ବାଛିଥାନ୍ତି ନିଜର ହୃଦୟର କଥା କହିବା ପାଇଁ, ତା ସହିତ ମିଶିବା ପାଇଁ, ତା ସହିତ ଚଳିବା ପାଇଁ। ଆଉ ଏହି ପରିପ୍ରେକ୍ଷୀରେ ଛୋଟକୁ ହିଁ ଛୋଟ ହିଁ ଆଦର କରିଥାଏ, ବଡ଼କୁ ହିଁ ବଡ଼ ହିଁ ଆଦର କରିଥାଏ। ବୟସଘେନି କଥା, ବୟସଘେନି ବ୍ୟଥା, ଏହି ମର୍ମରେ ନିଶ୍ଚିତ ଭାବରେ କୁହାଯାଇପାରିବ। ଫୁଟିଥିଲା ଫୁଲ ସଙ୍ଗେ ସରିକିବା, ହେବ କେବେ ଫୁଲ କଢ଼। ଯେଉଁ ଫୁଲ ଫୁଟି ସାରିଛି, ଯିଏ କଢ଼ ଅବସ୍ଥାରୁ ଫୁଟି ସାରିଛି, ଚତୁର୍ଦିଗକୁ ତା'ର ସୁବାସରେ ମହକେଇ ଦେଇଛି, ତା ସହିତ ଫୁଲ କଢ଼ି କେବେ ସମାନ ହୋଇପାରିବ ନାହିଁ। ତାହା ହିଁ ପରିପୃକ୍ତ ଅବସ୍ଥା ଯେଉଁ କୁହାଯାଉଛି। ଯିଏ ଫୁଟିଛି, ତା'ର ସୁବାସିତ ସୁରଭିରେ ଚତୁର୍ଦିଗକୁ ବାସ୍ନାୟିତ କରୁଛି। ଆଉ ଆଗାମୀ ଦିନ ପାଇଁ ଆସୁଛି ଫୁଲର କଢ଼। ଯିଏ ଫୁଟିବ, ଯିଏ ହସିବ, ଆଉ ତା'ର ସୁଗନ୍ଧରେ ନିଶ୍ଚିତ ଭାବରେ ଜନମନକୁ ହରଣ କରିବ। କିନ୍ତୁ ସେ ଅପେକ୍ଷା ରଖେ, ତାହା ଭବିଷ୍ୟତର ଇସ୍ତାହାର ଆସିନାହିଁ, ଅଥଚ ଫୁଲଟିଏ ଫୁଟି ସାରିଛି, କଢ଼ଟିଏ ଫୁଟିବା ଅବସ୍ଥାରେ। ଆଉ ସେଇଥିପାଇଁ କୁହାଯାଇଛି ଫୁଟିଥିଲା ଫୁଲ ସଙ୍ଗେ ସରିକିବା, ହେବ କେବେ ଫୁଲ କଢ଼। ଯେ ଫୁଟିଲା ଫୁଲ ଆଉ ଫୁଲର କଢ଼, ଇଏ କେବେ ସମାନ ନୁହନ୍ତି।
ଦୁଇ ଜଣଙ୍କର କର୍ତ୍ତବ୍ୟ ନିଷ୍ପାଦନ କରିବାର ଯେଉଁ ଶୈଳୀ ତାହା ନିଶ୍ଚିତ ଭାବରେ ଭିନ୍ନ ଧରଣର ବୋଲି କବି କହିଛନ୍ତି। ଫୁଲଟିଏ ଫୁଟେ ଭଅଁର ସେଥିରୁ ମଧୁ ଚୁମ୍ବନ କରେ, ଆଉ ପଥିକଟିଏ ଦେଖିଲେ ଉଲ୍ଲସିତ ହୁଏ, ତା ବାସ୍ନାରେ ବିଭୋର ହୁଏ। କିନ୍ତୁ କଢ଼କୁ ଦେଖି ପଥିକ ନିଶ୍ଚିତ ଭାବରେ ତା ମନରେ ଆଶାବାଦ ଜଗେ, ଆସନ୍ତା ଦିନରେ ଏ ଫୁଲଟି ଫୁଟିବ ଆଉ ଚତୁର୍ଦିଗକୁ ମହକେଇ ଦେବ। ଏଇ କଥା କୁହାଯାଇଛି ଏବଂ ପରବର୍ତ୍ତୀ ପଦରେ ମଧ୍ୟ କୁହାଯାଇଛି, ବଡ଼ ହୁଏ ଯଦି ପୂର୍ଣ୍ଣଚନ୍ଦ୍ର ପରି ଆଉ ନ ପାରିବ ବଢ଼ି, ଫୁଟିଲା ଫୁଲ କି ଫୁଟେ ଆଉ ଥରେ, ଫୁଟେ ସିନା ଫୁଲ କଢ଼ି। ବାସ୍ତବିକ ଯିଏ ବଡ଼ ହୋଇସାରିଛି, ଯିଏ ପରିପୃକ୍ତ ଅବସ୍ଥାକୁ ଆସିସାରିଛି, ଯିଏ ସମୟର ଶେଷ ସୀମାକୁ ସ୍ପର୍ଶ କରିସାରିଛି, ସିଏ ଆଉ କେଉଁଠିକି ଯିବ? ତାର ସମୟ ସରିଯାଇଛି। ସଫଳତାର ସବୁ ନିୟମର ଊର୍ଦ୍ଧ୍ୱରେ ଯିଏ, ସିଏ ଆଉ କ'ଣ କେବେ ସଫଳତା ପାଇପାରିବ? ଯିଏ ଫୁଟି ସାରିଛି, ଯିଏ ସୁବାସକୁ ବିତରଣ କରିସାରିଛି, ଯିଏ ଜନମନ ହରଣ କରିସାରିଛି, ସିଏ ଆଉ କେବେ କିଛି କରିପାରିବ ନାହିଁ, ସେ ଆଉ କେବେ ଆଗକୁ ବଢ଼ିପାରିବ ନାହିଁ। ଠିକ୍ ପୂର୍ଣ୍ଣମୀର ଜହ୍ନ ପରି, ଯେମିତି ଚାନ୍ଦ ଉଦିଆ ପୂର୍ଣ୍ଣମୀର ଜହ୍ନ ଆଉ ଦ୍ୱାଦଶୀର ଜହ୍ନ ଭିତରେ କେତେ ଯେ ଫରକ ଥାଏ। ପୂର୍ଣ୍ଣମୀର ଜହ୍ନ, ପୂର୍ଣ୍ଣଚନ୍ଦ୍ର, ଏହାଠାରୁ ଆଉ ଅଧିକ ବୃଦ୍ଧି ବା ଅଧିକ ବିକାଶ ଆଶା କରିବା ବୃଥା। ଠିକ୍ ସେହିଭଳି ଭାବରେ ଫୁଟିଲା ଫୁଲଠାରୁ ଆଉ ଫୁଟିବାର ଅବସ୍ଥା କେବେ ଖୋଜି ହେବ ନାହିଁ। ତାର ଯେଉଁ ମଧୁ ଆଉ ତାର ଯେଉଁ ସୁଗନ୍ଧ ସେ ନିଶ୍ଚିତ ଭାବରେ ତାକୁ ନିଷ୍ପେଷିତ କରିସାରିଛି। ତେଣୁ ଫୁଟିଲା ଫୁଲ ଆଉ ଫୁଲ କଢ଼ ଏହା କେବେ ସମାସ୍କନ୍ଦ ନୁହେଁ, ଏହା କେବେ ସମାନ ଅବସ୍ଥା ନୁହେଁ। ସେଇଥିପାଇଁ କୁହାଯାଇଛି, ବଡ଼ ହୁଅ ଯଦି ପୂର୍ଣ୍ଣଚନ୍ଦ୍ର ପରି ଆଉ ନ ପାରିବ ବଢ଼ି, ଫୁଟିଲା ଫୁଲ କି ଫୁଟେ ଆଉ ଥରେ, ଫୁଟେ ସିନା ଫୁଲ କଢ଼ି। ଯେଉଁ ଫୁଲ ଫୁଟି ସାରିଛି ସେ ତ ଆଉ ଥରେ ଫୁଟି ପାରିବ ନାହିଁ, କିନ୍ତୁ ଫୁଲ କଢ଼ି ନିକଟରେ ଅଶେଷ ସମ୍ଭାବନା ଅଛି, ଭବିଷ୍ୟତ ଅଛି। ଆଗାମୀ ଦିନ ଉଜ୍ଜ୍ୱଳତାର ସମ୍ଭାବନାରେ ପରିପୂର୍ଣ୍ଣ ଏହି କଢ଼ର, କିନ୍ତୁ ଫୁଲର ନୁହେଁ। ସେ ତ ଫୁଟି ସାରିଛି। ସୁନ୍ଦର ଚିନ୍ତାଧାରା, ଏକ ଦର୍ଶନବାଦୀ କବିତା କବିଙ୍କର ଫୁଲକୁ ନେଇ। ପରବର୍ତ୍ତୀ ପଦରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ଆହୁରି ସୁନ୍ଦର ଭାବରେ ଲେଖନୀ ଚାଳନା କରି କହିଛନ୍ତି, ମୁଁ ତ ଛୋଟ ମୁଁ ତ କ୍ଷୁଦ୍ର ଅତିଶୟ, ବଡ଼ କିନ୍ତୁ ଦିନେ ହେବି ମୁଁ ନିଶ୍ଚୟ। ମୁଁ ତ ଛୋଟ ମୁଁ ତ କ୍ଷୁଦ୍ର ଅତିଶୟ, ବଡ଼ କିନ୍ତୁ ଦିନେ ହେବି ମୁଁ ନିଶ୍ଚୟ। ସାନ ହୁଏ ବଡ଼, ଭଙ୍ଗା ହୁଏ ଗଢ଼, ପଛ ଲୋକ ହୁଏ ଆଗ। ସେଥିପାଇଁ ସଦା ସାନ ମଣି ଆପେ, ଲୋଡ଼ୁଥିବି ପଛ ଭାଗ। ସୁନ୍ଦର ଶବ୍ଦାବଳୀ, ସୁନ୍ଦର ଶବ୍ଦ ଚୟନ। ସେ କହିଛନ୍ତି, ମୁଁ ଛୋଟ, ମୁଁ କ୍ଷୁଦ୍ର, ଅତିଶୟ କ୍ଷୁଦ୍ର, ଯିଏ ଦୁନିଆ କଣେ, ମୁଁ ଗୋଟାଏ ଧୂଳିକଣା ସମୟେ ପୃଥିବୀ ସୃଷ୍ଟିର ଏ ଜୀବଜଗତର। ସେ କହୁଛନ୍ତି, ମୁଁ ଛୋଟ, ମୁଁ କ୍ଷୁଦ୍ର, ଅତି ସାନ, କିନ୍ତୁ ସମ୍ଭାବନା ଅପାର। ମୁଁ ଦିନେ ବଡ଼ ହେବି, ମୁଁ ଦିନେ ବଢ଼ିବି, ମୁଁ ଦିନେ ନଭଶ୍ଚୁମ୍ବୀ ହେବି। ନିଶ୍ଚିତ ଭାବରେ ଅଟଳ ଆକାଶକୁ ଛୁଇଁ ଯିବାର ବାସନା ମୋ ମନରେ ଜାଗିଛି। ମୁଁ ନିଶ୍ଚୟ ଦିନେ ବଡ଼ ହେବି। ଏହି ସମ୍ଭାବନା ତ ମଣିଷକୁ ବଞ୍ଚେଇ ରଖେ, ଏହି ସମ୍ଭାବନା ତ ଜୀବଜଗତକୁ ବଞ୍ଚେଇ ରଖେ ନା। ଯଦି ମଣିଷର ଆଶାବାଦ ନଥିବ ତାହେଲେ ମଣିଷ କାହିଁକି ବଞ୍ଚିବ? ଠିକ୍ ସେଇଭଳି ଭାବରେ ସେ କହୁଛନ୍ତି, ମୁଁ ତ ଛୋଟ, ମୁଁ ତ କ୍ଷୁଦ୍ର ଅତିଶୟ, କିନ୍ତୁ ଦିନେ ମୁଁ ବଡ଼ ହେବି। ଏହା ତ ସୃଷ୍ଟିର ନିୟମ। ସାନ ଦିନେ ବଡ଼ ହେବ, ଆଉ ଯିଏ ଭଙ୍ଗା ସେ ଦିନେ ଗଢ଼ି ହେଇଯିବ, ଆଉ ପଛ ଲୋକ ଦିନେ ଆଗକୁ ଚାଲିଯିବ। ଆଉ ସେଥିପାଇଁ ମୁଁ ସବୁବେଳେ ପଛରେ ରହିବାକୁ ପସନ୍ଦ କରେ। ମୁଁ ଯେତେ ପଛ ହେଲେ ମଧ୍ୟ ଦିନେ ମୋତେ ଆଗକୁ ଯିବାକୁ ହେବ। ଦିନେ ମୁଁ ସର୍ବାଗ୍ରେ ରହିବି, ଅଗ୍ରଭାଗରେ ରହି ମୁଁ ନିଶ୍ଚିତ ଭାବରେ ମୋର ପ୍ରତିଭାକୁ ବିକଶିତ କରିବି। କାରଣ ସମୟ ଆସେ, ସମୟର ଚକ ଏମିତି ବୁଲୁଥାଏ, କେବେ ପଛ ଲୋକ ଆଗକୁ ଯାଏ, କେବେ ଆଗ ଲୋକ ପଛକୁ ଯାଏ। ଏ ତ ସୃଷ୍ଟିର ଚିରନ୍ତନ ନିୟମ। ଏଥିପାଇଁ ସେ କହୁଛନ୍ତି, ସେଥିପାଇଁ ସଦା ସାନ ମଣି ଆପେ, ଲୋଡ଼ୁଥିବି ପଛ ଭାଗ। ଅର୍ଥାତ୍ ସେ ନିଜକୁ ଅତି କ୍ଷୁଦ୍ର ମନେ କରିଛନ୍ତି, ସେ ନିଜକୁ ଶୂନ ମନେ କରିଛନ୍ତି, ଯାହାକି ଗର୍ବ ନାହିଁ, ଅହଙ୍କାର ନାହିଁ, ଅହମିକା ନାହିଁ। ଏଇଭଳି ଭାବରେ ନତମସ୍ତକ, ଅନ୍ୟମାନଙ୍କ ପାଖରେ ଅତ୍ୟନ୍ତ ସହନଶୀଳତା, ନମ୍ର ଭାବନା ଏହାର ପରିଚାୟକ ଏହି କବିତାର। ସେଥିପାଇଁ ସଦା ସାନମଣି ଆପେ, ଲୋଡ଼ୁଥିବି ପଛ ଭାଗ। ଅର୍ଥାତ୍ ନିଜର ଯେଉଁ ସାଧୁତା, ନିଜର ଯେଉଁ ସଚ୍ଚୋଟପଣିଆ ଏବଂ ଅନ୍ୟମାନଙ୍କ ଠାରୁ ନିଜକୁ ବହପି ଯିବାର କଥା, ବଡ଼ପଣିଆ ଦେଖେଇ ହେବାର କଥା ତାଙ୍କ ନିକଟରେ ନାହିଁ। ତେଣୁ ସେ ପୂଜ୍ୟ। ଯେ ନିଜକୁ ଅତି କ୍ଷୁଦ୍ର ମଣେ ସେ ନିଶ୍ଚିତ ଭାବରେ ମହାନ ହୋଇଯାଏ। ଆଉ ସେ ମହାନତାର ସ୍ୱର ଆଗଭାଗକୁ ଯିବା ପାଇଁ ତାଙ୍କୁ ଇସାରା ଦେଇଥାଏ। ଏହା ତ କୁହାଯାଇଛି ଏବଂ ପରବର୍ତ୍ତୀ ପଦରେ ମଧ୍ୟ କୁହାଯାଇଛି,
ହେଲେ ସାନ ନାହିଁ ଲାଜ ଅପମାନ ଯଦି ମୁଁ ପାରିବି ବଢ଼ି। ହେଲେ ସାନ ନାହିଁ ଲାଜ ଅପମାନ ଯଦି ମୁଁ ପାରିବି ବଢ଼ି। ଫୁଟିଲା ଫୁଲ କି ଫୁଟେ ଆଉ ଥରେ ଫୁଟେ ସିନା ଫୁଲ କଢ଼ି। ବାସ୍ତବିକ ସାନ ହେଲେ କାହିଁକି ଲାଜ ଲାଗିବ? ସାନମାନେ ତ ବଡ଼ ହୁଅନ୍ତି। ଯିଏ ସାନ, ଯିଏ ବାଙ୍ଗରା, ଯିଏ କ୍ଷୁଦ୍ର, ସେ ସୃଷ୍ଟିର ଇତିହାସ ନିଶ୍ଚିତ ଭାବରେ ସୃଷ୍ଟି କରିଛନ୍ତି। ଏଇ କାରଣରୁ ଏ ସୃଷ୍ଟିର ଅନେକ ବାଙ୍ଗରା ଲୋକ, ଅନେକ ସାନ ଲୋକ, ଅନେକ କ୍ଷୁଦ୍ର ଲୋକ ନିଶ୍ଚିତ ଭାବରେ ଏକ କରିତ୍କର୍ମା ଯେଉଁ ବୀରପୁରୁଷମାନେ ସମଗ୍ର ସୃଷ୍ଟିରେ ଚହଳ ସୃଷ୍ଟି କରିଛନ୍ତି, ଯେଉଁମାନଙ୍କୁ କେବେ ଆଶା କରାଯାଉନଥିଲା। ଅଥଚ ମୁଁ ସବୁବେଳେ ସାନ, ଏଥିରେ ଲାଜ ନାହିଁ, ଏଥିରେ ଅପମାନ ନାହିଁ। କାରଣ ମୋ ପାଖରେ ପ୍ରଚୁର ସମ୍ଭାବନା, ପ୍ରଚୁର ପ୍ରତିଶ୍ରୁତି ଅଛି ବଡ଼ ହେବାର। ସେଥିପାଇଁ ସାନ ହେବାରେ ଆଗ ଗୌରବ ଅଛି ନିଶ୍ଚିତ ଭାବରେ। ତେଣୁ ମୁଁ ନିଶ୍ଚୟ ବଢ଼ିପାରିବି, ଏ ସମ୍ଭାବନା ତ ମୋ ପାଖରେ ଅଛି। ଆଉ ସେଥିପାଇଁ ତ କୁହାଯାଇଛି, ଫୁଟିଲା ଫୁଲ କି ଫୁଟେ ଆଉ ଥରେ ଫୁଟେ ସିନା ଫୁଲ କଢ଼ି।